ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣମାନେ ଯେଉଁ ଭ୍ୟାକେନ୍ସିକୁ ୱେଟ୍ କରିକି ରହିଥିଲେ, ଜିଆର୍ଏସ୍ ଭ୍ୟାକେନ୍ସି ବା ଗ୍ରାମ ରୋଜଗାର ସେବକର ଭ୍ୟାକେନ୍ସି ପ୍ରାୟତଃ ମ୍ୟାକ୍ସିମମ୍ ଜିଲ୍ଲାମାନଙ୍କରେ ବାହାରିବା ଆରମ୍ଭ ହୋଇଯାଇଛି। ତ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଡିଟେଲ୍ କହିବି ଯେ ଆପଣ କେମିତି ନିଜ ନିଜ ଜିଲ୍ଲାର ଚେକ୍ କରିବେ, ଆପ୍ଲାଏ କେମିତି କରିବେ, ତା ସହିତ ଆପଣଙ୍କ ପାଇଁ ଗେଷ୍ଟ ଟିଚର ଭ୍ୟାକେନ୍ସି ମାନେ ହ୍ୟୁଜ୍ ଭ୍ୟାକେନ୍ସି ଆପଣ ଦେଖିପାରୁଥିବେ ପୁଣି ଆପଣଙ୍କ ପାଇଁ ଆସିଯାଇଛି। ତ ଡିଟେଲ୍ ମୁଁ ଆପଣଙ୍କୁ କହିବି। ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ଆଗ ଜିଆର୍ଏସ୍ ସମ୍ପର୍କରେ କହିବି। ଦେଖନ୍ତୁ, ଜିଆର୍ଏସ୍ ବା ଗ୍ରାମ ରୋଜଗାର ସେବକ, ଏହା କଣ୍ଟ୍ରାକ୍ଚୁଆଲ ଆପଣଙ୍କର ପଦବୀ ଅଟେ। ଗୋଟେ ବର୍ଷ ପାଇଁ ଆପଣଙ୍କୁ ରଖିବେ। ଗୋଟେ ବର୍ଷ ପରେ ଚାହିଁଲେ ସେମାନେ ବଢ଼େଇ ପାରିବେ, ନହେଲେ ଆପଣଙ୍କୁ କାଢ଼ିଦେବେ। ତ ଯଦି ଆପଣମାନେ କରିବା ପାଇଁ ଚାହାନ୍ତି ଦେନ୍ ଆପଣ କରିପାରିବେ। ଏବଂ ସବୁ ଜିଲ୍ଲା ପାଇଁ ଆପଣଙ୍କର ଭ୍ୟାକେନ୍ସି ଏବେ ବାହାରିବା ଆରମ୍ଭ ହୋଇଛି। ତ ଆପଣଙ୍କୁ ଟିକେ ୱେଟ୍ କରିବା ପାଇଁ ପଡ଼ିବ। ମୁଁ ଆପଣଙ୍କୁ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2 ଲକ୍ଷରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯେଉଁଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି, 8895154969 ଏଇ ନମ୍ବରରେ ଖାଲି ଆପଣ ହାଇ ଲେଖିଦେବେ। ଆପଣଙ୍କୁ ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପର୍ସନାଲି ମେସେଜ୍ କରିବାର ଲିଙ୍କ୍ ମଧ୍ୟ ଆପଣଙ୍କୁ ମିଳିଯିବ। ଠିକ୍ ଅଛି। ଆଗ ମୁଁ ଆପଣଙ୍କୁ କହିବି ଯେ ଆପଣ କେମିତି ନିଜ ନିଜ ଜିଲ୍ଲାର ଚେକ୍ କରିବେ। ହେଲା, ଆପଣ ସିମ୍ପଲି ଖାଲି ନିଜ ଜିଲ୍ଲାର ନାଁଟାକୁ ଖାଲି ଟାଇପ୍ କରିଦେବେ। ଧରାଯାଉ ଆପଣଙ୍କର ଜିଲ୍ଲା ହେଉଛି କେଉଁଝର, ଆପଣ ଖାଲି କେଉଁଝର ଲେଖିଦେବେ। ଯାହା ଜିଲ୍ଲା ଆପଣ ଲେଖିଦେବେ, ଯେଉଁ ପ୍ରଥମ ୱେବସାଇଟ୍ଟି ଆପଣଙ୍କର ଆସିବ ଦେଖନ୍ତୁ, କେଉଁଝର ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍। ଆପଣ ପ୍ରଥମ ୱେବସାଇଟ୍କୁ ଆପଣଙ୍କର ଗଲେ, ୱେବସାଇଟ୍କୁ ଗଲା ପରେ ଟିକେ ସ୍କ୍ରଲ୍ ଡାଉନ୍ ଆପଣ କରିବେ। କଲା ପରେ ଦେଖନ୍ତୁ ଲେଖା ହେଇଛି ନା ଏଠି ରିକ୍ରୁଟମେଣ୍ଟ ଲେଖା ହେଇଛି। ୟା ଉପରେ ଆପଣ କ୍ଲିକ୍ କରିବେ। ଦେଖିପାରୁଛନ୍ତି ଏଥିରେ ଭ୍ୟାକେନ୍ସି ଦେଖାଉଛି? ଦେଖାଉନି, ତାମାନେ ଆସିନି, ଆପଣଙ୍କୁ ୱେଟ୍ କରିବା ପାଇଁ ପଡ଼ିବ। ବର୍ତ୍ତମାନ ଓଡ଼ିଶାର 4ଟି ଜିଲ୍ଲାର ଭ୍ୟାକେନ୍ସି ଆପଣଙ୍କର ବାହାରି ଯାଇଛି। ଗୋଟେ ହେଲା ଗଞ୍ଜାମ, ଗୋଟେ ହେଲା ଆପଣଙ୍କର ମାଲକାନଗିରି, ନୟାଗଡ଼, ନୂଆପଡ଼ା। ଏଇ ଜିଲ୍ଲାରେ ଆପଣଙ୍କର ଅଲରେଡ଼ି ବାହାରି ଯାଇଛି। ହେଲା, ତ ଆପଣଙ୍କର ଜିଲ୍ଲାରୁ ଆସିନି, ତ ଆପଣ ୱେଟ୍ କରିବେ, ଅରିଡ୍ ହେବେନି। ଆପଣ କେବଳ ନିଜ ଜିଲ୍ଲା ପାଇଁ ଆପ୍ଲାଏ କରିପାରିବେ। ଠିକ୍ ଅଛି। ଦେଖନ୍ତୁ, ଗଞ୍ଜାମ ଜିଲ୍ଲା ପାଇଁ ସର୍ବମୋଟ 375 ଗୋଟି ଜିଆର୍ଏସ୍ର ଭ୍ୟାକେନ୍ସି ବାହାରିଛି। ତାପରେ ମାଲକାନଗିରି ଜିଲ୍ଲା ପାଇଁ 88 ଗୋଟି ପଦବୀ ଆପଣଙ୍କର। ଦେନ୍ ଦେଖନ୍ତୁ, ଆପଣଙ୍କର ନୟାଗଡ଼ ଜିଲ୍ଲା ପାଇଁ 156 ଗୋଟି ଆପଣଙ୍କର ପଦବୀ। ତାପରେ ନୂଆପଡ଼ା ପାଇଁ 63 ଗୋଟି ପଦବୀ। ଆଉ ଗେଷ୍ଟ ଟିଚର ଦେଖନ୍ତୁ, ମାନେ ମାନେ ଭୟାନକ। ଆପଣ ଦେଖିପାରୁଛନ୍ତି ଖାଲି ସିଟି ବିଏଡ୍ ପିଲାଙ୍କ ପାଇଁ ପୁରା ଡେଞ୍ଜର। ତା ସହିତ ମୁଁ ଏଠି ଆପଣଙ୍କର ଅଙ୍ଗନବାଡ଼ି ୱାର୍କର ପାଇଁ ମଧ୍ୟ ଆପଣ କହିବା ପାଇଁ ଚାହିଁବି। ଦେଖନ୍ତୁ, ବର୍ତ୍ତମାନ ଅଙ୍ଗନବାଡ଼ିର ଭ୍ୟାକେନ୍ସି ଓ ଛାଡ଼ନ୍ତୁ, ତା ସମ୍ପର୍କରେ ମୁଁ କହି ପରେ। ଆଗ ମୁଁ ଆପଣଙ୍କୁ ଜିଆର୍ଏସ୍ ସମ୍ପର୍କରେ କହୁଛି। ଦେଖନ୍ତୁ, ଆପଣଙ୍କର ଦରମା ଇନିସିଆଲି ଆପଣଙ୍କୁ 7,000 ମିଳିବ। ପରବର୍ତ୍ତୀ ସମୟରେ ଦରମା ଆପଣଙ୍କର ବଢ଼ି ବଢ଼ି ଯିବ। ଠିକ୍ ଅଛି। କୌଣସି ବି ପରୀକ୍ଷା ଆପଣଙ୍କର ହେବନି। ଆପଣ ଖାଲି ନିଜ ଜିଲ୍ଲାରେ ଆପ୍ଲାଏ କରିପାରିବେ। ସିଲେକ୍ସନ୍ ମାର୍କ ବେସିସ୍ରେ ହେବ। ସବୁ ଜିଲ୍ଲା ପାଇଁ ଲାଷ୍ଟ ଡେଟ୍ ଅଲଗା ଅଲଗା। ଯେମିତି ଗଞ୍ଜାମ ପାଇଁ 21 ସେପ୍ଟେମ୍ବର ଲାଷ୍ଟ ଡେଟ୍ ଅଛି, ସେମିତି ମାଲକାନଗିରି ଜିଲ୍ଲା ପାଇଁ 26 ସେପ୍ଟେମ୍ବର ଲାଷ୍ଟ ଡେଟ୍ ଆପଣଙ୍କର ରହିଛି। ସେମିତି ନୟାଗଡ଼ ଜିଲ୍ଲା ପାଇଁ 23 ସେପ୍ଟେମ୍ବର ଲାଷ୍ଟ ଡେଟ୍, ନୂଆପଡ଼ା ଜିଲ୍ଲା ପାଇଁ 23 ସେପ୍ଟେମ୍ବର ଲାଷ୍ଟ ଡେଟ୍। ହେଲା, ଏବେ ଦେଖନ୍ତୁ ଆପଣଙ୍କର କ୍ୱାଲିଫିକେସନ୍ କ'ଣ, ସବୁ ସବୁ କ୍ୟାଟେଗୋରୀର ପିଲାମାନେ ଆପ୍ଲାଏ କରିପାରିବେ। ଆପଣ ନିଜେ ନିଜେ ଚେକ୍ କରିଦେବେ। କ୍ୱାଲିଫିକେସନ୍ ସେମ୍, ଖାଲି ଆପଣ ଯଦି +2 ପାସ୍ କରିଛନ୍ତି, ତା ସହିତ ଆପଣଙ୍କ ପାଖରେ କୌଣସି ବି କମ୍ପ୍ୟୁଟର ସାର୍ଟିଫିକେଟ୍ ରହିଛି, ଓ ଲେଭେଲ୍ର ହଉ, PGDCAର ହଉ, କିଛି ବି ଆପଣଙ୍କ ଯଦି OSCIT ମାନେ କିଛି ବି ଯଦି କମ୍ପ୍ୟୁଟର ସାର୍ଟିଫିକେଟ୍ ଅଛି, ଆପଣମାନେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ମିନିମମ୍ 18 ବର୍ଷରୁ ମ୍ୟାକ୍ସିମମ୍ 40 ବର୍ଷ। କିନ୍ତୁ ST SC SC BC ଲେଡ଼ିଜ୍ ମାନଙ୍କର 5 ବର୍ଷ ବଢ଼ିଯିବ। ତ 18ରୁ 45 ବର୍ଷ ଭିତରେ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଠିକ୍ ଅଛି। ବିଲକୁଲ ଫ୍ରି ଆପ୍ଲାଏ କରିବେ, କୌଣସି ବି ଟଙ୍କା ଆପଣଙ୍କର ଦେବାକୁ ପଡ଼ିବ ନାହିଁ।
ସବୁ ଜିଲ୍ଲାର ସେମ୍ ଜିନିଷ, କ୍ୱାଲିଫିକେସନ୍ ଆପଣଙ୍କର, ଏଜ୍ ଲିମିଟ୍ ସବୁ ଜିନିଷ ଆପଣଙ୍କର ସେମ୍ ଅଛି। ଆପଣ ଖାଲି କେମିତି ଆପ୍ଲାଏ କରିବେ ଦେଖନ୍ତୁ, ଆଉ ସିଲେକ୍ସନ୍ କେମିତି ହେବ, ଖାଲି 10th ଆଉ +2 ପରସେଣ୍ଟେଜକୁ ଆଡ଼୍ କରାଯିବ। ଯାହାର ମାର୍କ ଅଧିକ ସେ ଆପଣଙ୍କର ଚାକିରି ଆପଣଙ୍କର ପାଇଯିବେ। ଏବେ କେମିତି ଆପ୍ଲାଏ କରିବେ ଦେଖନ୍ତୁ, ଧରାଯାଉ ଗଞ୍ଜାମ ଜିଲ୍ଲା ପାଇଁ ପେଜ୍ ନମ୍ବର 7 ଆଉ ପେଜ୍ ନମ୍ବର 8, ଏଇ ଦୁଇଟା ପେଜ୍କୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିବେ, ତାକୁ ଆପଣ ଫିଲ୍ଅପ୍ କରିବେ। ଏଠି ଆପଣ ନିଜର ଫଟୋ ବଗେରା ଆଟାଚ୍ କରିବେ। ତାପରେ ଦେଖନ୍ତୁ ଏଠି ଲେଖା ହେଇଥିବ ଡକୁମେଣ୍ଟ ଲିଷ୍ଟ। ଏଇ ଡକୁମେଣ୍ଟ ଗୁଡ଼ାକୁ ଆପଣମାନେ କ'ଣ କରିବେ ନା ଜେରକ୍ସ, କିଛି ଅରିଜିନାଲ୍ ପଠେଇବେନି, ସବୁ ଜେରକ୍ସ ଗୁଡ଼ା। ଆଉ ସେଲ୍ଫ ଆଟେଷ୍ଟେଡ୍ ମାନେ ଜେରକ୍ସ ଉପରେ ନିଜର ସିଗ୍ନେଚର କରିବେ, ଆଉ ତାକୁ ଆପଣ ଏଇ ଆଡ୍ରେସରେ ଆପଣଙ୍କର ପଠେଇଦେବେ। ଠିକ୍ ଅଛି, ଲାଷ୍ଟ ଡେଟ୍ ପୂର୍ବରୁ ପଠେଇଦେବେ। ସେମିତି ଦେଖନ୍ତୁ ଆପଣଙ୍କର ଯେଉଁ ରହିଲା ଏଇଟା ମାଲକାନଗିରି ଜିଲ୍ଲା ପାଇଁ, ଆପଣମାନେ କ'ଣ କରିବେ, ଏଇଟା ପେଜ୍ ନମ୍ବର 8 ଆଉ ପେଜ୍ ନମ୍ବର 9, ଏଇ ଦୁଇଟା ପେଜ୍କୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିବେ। କାଢ଼ିଲା ପରେ ଆପଣ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଦେଖନ୍ତୁ ଏଇଠି ଡକୁମେଣ୍ଟ ଲିଷ୍ଟ ଲେଖା ହେଇଛି, ୟାକୁ ଆପଣ ଆଟାଚ୍ କରିବେ। ଆଟାଚ୍ କରିକି ଆପଣଙ୍କର ଏଇ ଆଡ୍ରେସରେ ପଠେଇଦେବେ। ଠିକ୍ ଅଛି, ଲାଷ୍ଟ ଡେଟ୍ ପୂର୍ବରୁ ଯେମିତି ଆପଣଙ୍କର ପହଞ୍ଚିବା ଦରକାର। ସେମିତି ନୟାଗଡ଼ ଜିଲ୍ଲା ପାଇଁ ମଧ୍ୟ ସେମ୍ ଜିନିଷ, ପେଜ୍ ନମ୍ବର 7 ଆଉ ପେଜ୍ ନମ୍ବର 8, ୟାକୁ ପ୍ରିଣ୍ଟ ଆଉଟ୍ କାଢ଼ିବେ। କାଢ଼ିଲା ପରେ ଆପଣ ତାକୁ ଫିଲ୍ଅପ୍ କରିବେ, ଆଉ ସବୁ ଡକୁମେଣ୍ଟ ଯାହା ଲେଖା ହେଇଛି ଆପଣଙ୍କର ଏଇ ଡକୁମେଣ୍ଟକୁ ଆଟାଚ୍ କରିକି ଏଇ ଆଡ୍ରେସରେ ଆପଣ ପଠେଇଦେବେ। ତାଙ୍କର ଯେଉଁ ଆଡ୍ରେସ ଲେଖା ହେଇଛି ଏଇ ଆଡ୍ରେସରେ ପଠେଇଦେବେ ଲାଷ୍ଟ ଡେଟ୍ ପୂର୍ବରୁ। ସେମ୍ ଜିନିଷ ଆପଣଙ୍କର ନୂଆପଡ଼ା ପାଇଁ ମଧ୍ୟ ରହିଛି। ନୂଆପଡ଼ା ଜିଲ୍ଲାର, ଆଉ ମନେ ରଖନ୍ତୁ ଆପଣ ଖାଲି ନିଜ ଜିଲ୍ଲା ପାଇଁ ଆପ୍ଲାଏ କରିପାରିବେ। ଏଇ ପେଜ୍ ନମ୍ବର 7 ଆଉ 8କୁ ପ୍ରିଣ୍ଟ ଆଉଟ୍ କାଢ଼ିବେ, ଫିଲ୍ଅପ୍ କରିକି ଆପଣ ଡକୁମେଣ୍ଟକୁ ଆଟାଚ୍ କରିକି ଏ ଆଡ୍ରେସରେ ପଠେଇଦେବେ। ଠିକ୍ ଅଛି, ଏବେ ଆସନ୍ତୁ ଡିସ୍କସନ୍ କରିବା ଗେଷ୍ଟ ଟିଚର ସମ୍ପର୍କରେ। ଯେତିକି ବି ଆମର ସେବାଶ୍ରମ ସ୍କୁଲ ନାହିଁ କି, ଏଥିରେ କିନ୍ତୁ ଅଲ୍ ଓଡ଼ିଶା ପିଲା ଆପ୍ଲାଏ କରିପାରିବେ। କିନ୍ତୁ କଣ୍ଡିସନ୍ ଏଇଆ, ଖାଲି ସିଟି ଆଉ ବିଏଡ୍ ପିଲାମାନେ ହିଁ ଆପଣଙ୍କର ଚାକିରି ପାଇବେ। ଠିକ୍ ଅଛି, ଦେଖନ୍ତୁ MCT ମାନେ ହେଉଛି ଖାଲି ସିଟି ପିଲାଙ୍କ ପାଇଁ। ଯଦି ଆପଣ ଖାଲି +2 ସହିତ ସିଟି କିମ୍ବା +3 ସହିତ ସିଟି କରିଛନ୍ତି ନା, 154 ଗୋଟିଏ ଆପଣଙ୍କର ଭେକେନ୍ସି, ଦେଖନ୍ତୁ ଡେଟ୍ ଦେଖିପାରୁଛନ୍ତି ନା, 21 ତାରିଖର ଅଟେ। 154 ଗୋଟିଏ ଆପଣଙ୍କର ଭେକେନ୍ସି ରହିଛି ହେଲା। TGT ଆର୍ଟ୍ସ ପାଇଁ 2ଟି, PCM ପାଇଁ 3ଟି, CBZ ପାଇଁ 4ଟି, PGT ଇଂଲିଶ ଗୋଟିଏ, PGT ଓଡ଼ିଆ 2ଟି, ବଟାନୀ ପାଇଁ ଗୋଟିଏ, ଫିଜିକ୍ସ। କ୍ୱାଲିଫିକେସନ୍ ବି ଦେଖିଦିଅନ୍ତୁ, TGT ପାଇଁ ତ ଗ୍ରାଜୁଏସନ୍ ସହିତ ଆପଣଙ୍କର ବିଏଡ୍, PGT ପାଇଁ PG ସହିତ ବିଏଡ୍। ଠିକ୍ ଅଛି, ଆଉ ମନେ ରଖନ୍ତୁ ଏଗୁଡ଼ା ଆପଣଙ୍କର କଣ୍ଟ୍ରାକ୍ଚୁଆଲ୍ ଅଟେ। ତ ଆପଣ ଏଠି ଫ୍ରେଶ୍ ପିଲା ବି ଆପ୍ଲାଏ କରିପାରିବେ, ରିଟାୟାର୍ଡ ଟିଚର ବି ଆପ୍ଲାଏ କରିପାରିବେ। ସିଲେକ୍ସନ୍ ଖାଲି ମାର୍କ ବେସିସ୍ରେ ହେବ, ଆଉ ଇଣ୍ଟରଭ୍ୟୁ ଆପଣଙ୍କୁ ଡାକି ପାରନ୍ତି। ଦରମା ଦେଖନ୍ତୁ କେତେ ମିଳିବ, ପ୍ରାଇମେରୀରେ 12,000 ଆଉ ଆପଣଙ୍କର ସେକେଣ୍ଡାରୀରେ 16,000 ଆପଣଙ୍କର ଦରମା ମିଳିବ। ପୋଷ୍ଟିଂ ଆପଣଙ୍କର ରାୟଗଡ଼ା ଜିଲ୍ଲାରେ ଆପଣଙ୍କୁ ପୋଷ୍ଟିଂ ନେବା ପାଇଁ ପଡ଼ିବ। ଠିକ୍ ଅଛି, ତ ଯଦି ଆପଣମାନେ କଣ୍ଟ୍ରାକ୍ଚୁଆଲ୍ ଚାକିରି କରିବା ପାଇଁ ଚାହୁଁଛନ୍ତି ବହୁତ ହି ଭଲ। ଏବେ ତ ଆପଣଙ୍କର ଚାକିରି ବଗେରା ବାହାରିନି, ଏଇଠି ଚାକିରି କରି ବି ଆପଣମାନେ ଅଲଗା ପାଇଁ ପ୍ରିପାରେସନ୍ କରିପାରିବେ। ଯଦି ଆପଣ ଇଣ୍ଟରେଷ୍ଟେଡ୍, ଦେନ୍ ଆପଣମାନେ କ'ଣ କରିବେ, ପେଜ୍ ନମ୍ବର 5 ଆଉ ପେଜ୍ ନମ୍ବର 5, ଖାଲି ଏଇ ପେଜ୍ଟାକୁ ପ୍ରିଣ୍ଟ ଆଉଟ୍ କାଢ଼ିବେ। କାଢ଼ିଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଡକୁମେଣ୍ଟ ଲିଷ୍ଟ ଲେଖା ହେଇଛି, ୟାକୁ ଆପଣ ଆଟାଚ୍ କରିବେ। ଆଟାଚ୍ କରିକି ଆପଣଙ୍କର ପଠେଇଦେବେ। ସିଲେକ୍ସନ୍ ଦେଖନ୍ତୁ କ'ଣ ଲେଖା ହେଇଛି, ଖାଲି ମାର୍କ ବେସିସ୍ରେ। ତାପରେ ସେ ଆପଣଙ୍କୁ କ'ଣ କରିବେ ନା, ଆପଣଙ୍କର ଇଣ୍ଟରଭ୍ୟୁ ପାଇଁ ଆପଣଙ୍କର ଡାକି ପାରନ୍ତି। ଠିକ୍ ଅଛି, ଇଣ୍ଟରଭ୍ୟୁ କେବେ ହେବ, ସବୁ ଜିନିଷ ଆପଣଙ୍କର ସେମ୍ ୱେବସାଇଟ୍ରେ ଆପଲୋଡ଼ ହେବ, ଆପଣ ନିଜେ ଚେକ୍ କରିପାରିବେ ହେଲା। ଆଉ ଏଇ ଆଡ୍ରେସରେ ଆପଣମାନେ 10 ସେପ୍ଟେମ୍ବର ପୂର୍ବରୁ ଆପଣଙ୍କର ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଆପଣଙ୍କର ପଠେଇଦେବେ। ଠିକ୍ ଅଛି, ଯଦି ଆପଣ ଇଣ୍ଟରେଷ୍ଟେଡ୍ ଦେନ୍ ଆପଣ କାଇଣ୍ଡଲି ଆପ୍ଲାଏ କରନ୍ତୁ। ଠିକ୍ ଅଛି, ଡେଡିକେଟେଡଲି ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।